ଦେଖନ୍ତୁ ଆଜି ବନେଇବା ହୋଲି ଉପଲକ୍ଷେ ସୁଜି ଲଡ଼ୁ। ସେଥିପାଇଁ ନେବା ସରୁଦାନା ସୁଜି, ନଡ଼ିଆ କୁର ନେବା, ନେଇଯିବା କାଜୁ କିସମିଶ ଚାରମଗଜ, ଅଳେଇଚ ଗୁଣ୍ଡ କରି ନେବା, ଚିନି ନେବା, ଘିଅ ଟିକେ ନେବା। କଢ଼େଇ ଗୋଟେ ବସେଇ ତା ଦେହରେ ଦେଇଦେବା ଘିଅ ଟିକେ। ଆଉ ପ୍ରଥମେ ଭାଜିଦେବା କାଜୁ କିସମିଶ ଚାରମଗଜକୁ, ତାକୁ ବାହାର କରିଦେଇକି ଭାଜିଦେବା ସୁଜିଟାକୁ ଘିଅ ଟିକେ ଦେଇକି। ତାପରେ ଭାଜିଦେବା ନଡ଼ିଆ କୁରଟାକୁ, ତାପରେ ତାକୁ ବାହାର କରିଦେଇ ଦେଇଦେବା ସ୍ୱାଦ ଅନୁଯାୟୀ ଚିନି। ଚିନି ଯେତିକି ନେବା ତାର ଅଧା ନେଇଯିବା ପାଣି, ତାକୁ ଅଠା ହେଲା ପର୍ଯ୍ୟନ୍ତ ଟିକେ ପାଗ କରିଦେବା। ତାପରେ ଗ୍ୟାସ୍ ବନ୍ଦ କରି ତା ଦେହରେ ପକାଇଦେବା ନଡ଼ିଆ କୁର, କାଜୁ କିସମିଶକୁ, ତାପରେ ସୁଜିଟିକୁ ଘାଣ୍ଟିଦେବା। ତାପରେ ଅଳେଇଚ ଗୁଣ୍ଡଟି ଦେଇଦେବା। ଏଇଠି ଗୋଟେ କଥା ମନେ ରଖିଥାନ୍ତୁ, ଯଦି ଆମକୁ ଶୁଖିଲା ହେଲା ଭଳି ଲାଗିବ ଟିକେ ଗରମ ପାଣି ଛିଞ୍ଚି ପାରିବା, ନହେଲେ ଟିକେ ଗରମ କରିକି କ୍ଷୀର ମଧ୍ୟ ଛିଞ୍ଚି ପାରିବା। ଛିଞ୍ଚିବା, ବେଶୀ ପକାଇବାନି, ଛିଞ୍ଚିବା। ତାପରେ ଗୋଲ ଗୋଲ କରିବା। ଯଦି ଆମେ ସୁଜି ଲଡ଼ୁକୁ ବେଶୀ ଦିନ ରଖିବା ପାଇଁ ଚାହିଁବା ତାହେଲେ ନଡ଼ିଆ କୁର ଦେବାନି। ତାପରେ ଦେଖନ୍ତୁ କେତେ ସୁନ୍ଦର ହେଇଗଲା ସୁଜି ଲଡ଼ୁ।